ଆପଣ ଗୋଟେ କଥା ଜାଣିଛନ୍ତି ନା, ଗୋଟେ ମଣିଷ ଯେତେବେଳେ ମରିଯାଏ ଖଇ କଉଡ଼ି ଆଉ ପଇସା କ'ଣ ପାଇଁ ପକାଯାଏ? ଖଇ କଉଡ଼ି ପଇସା ଏଥିପାଇଁ ପକାଯାଏ ଯେ ସେ ମଣିଷଟା ବଞ୍ଚିଥିବା ଅବସ୍ଥାରେ ଖାଇବା ପାଇଁକା, କପଡ଼ା ପାଇଁକା ଆଉ ପଇସା ପାଇଁକା ବହୁତ କଷ୍ଟ କରିଥାଏ। ବହୁତ ଏତେ କଷ୍ଟ ସହିଥାଏ କି ତା ମରିବା ବଞ୍ଚିବା ସମାନ ଥାଏ। ସେ ଏମିତି କଷ୍ଟ କରେ ସେ ପଇସା ଇନକମ୍ କରିବାକୁ, ଆଉ ପଇସା ପଛରେ ରାତି ଦିନ ଦୌଡ଼େ। ସେ ପଇସା କମେଇବ, ଭଲସେ ରହିବ, ଭଲ ଖାଇବ, ଭଲ ପିନ୍ଧିବ ବୋଲିକି। ହେଲେ ଯେତେବେଳେ ମରିଯାଏ ସେତେବେଳେ ତା ସାମ୍ନାରେ ଏଇଥିପାଇଁ ପକାଯାଏ ଯେ ତୁ ଯଦି ହିମ୍ମତ ଅଛି ତୁ ଏଇ ସବୁ ଜିନିଷକୁ ଏବେ ଉଠେଇକି ଦେଖା। ଏବେ ଏ କପଡ଼ା ତୁ ପିନ୍ଧିପାରିବୁ? ଏବେ ଏ ପଇସାକୁ ତୁ ଉଠେଇକିନା ତୋ କାମରେ ଲଗେଇ ପାରିବୁ? ଯଦି ଗଲା ବେଳକୁ ତୁ ଖାଲି ହାତରେ ଯାଉଛୁ ତାହେଲେ ଏତେ ଘମଣ୍ଡ କ'ଣ ପାଇଁ କରୁଥିଲୁ? ବଞ୍ଚିଥିବା ଅବସ୍ଥାରେ ଏତେ ଲୋଭ କ'ଣ ପାଇଁ କରୁଥିଲୁ? ଏଇଟା ତାକୁ ଦେଖେଇବା ପାଇଁ ତା ସାମ୍ନାରେ ଖଇ କଉଡ଼ି ପଇସା ଫିଙ୍ଗାଯାଏ। ଜୀବନରେ ସବୁବେଳେ ଗୋଟେ କଥା ମନେ ରଖିଥିବେ, ଆମ ଜୀବନ ଆମେ ଆସିଥିଲା ବେଳେ ଯେମିତି ଖାଲି ଆସିଥିଲେ ନା ସେମିତି ହିଁ ଯିବା। ଏ ପଇସାକୁ ନେଇକି ନିଜ ଭିତରେ କେବେ ଲୋଭ ଆଉ ଘମଣ୍ଡ ନ ରହିବା ଦରକାର।